ହ୍ୟାଲୋ ଫ୍ରେଣ୍ଡସ୍ ଗୁଡ୍ ମର୍ଣ୍ଣିଂ। ତ ଆଜିର ଭିଡ଼ିଓ ହେବାକୁ ଯାଉଛି ଗୋଟେ ଷ୍ଟଡି ଭ୍ଲଗ୍ ଉପରେ। ତ ଆଜି ଆମର କ'ଣ ହେବ ଭିଡ଼ିଓକୁ ଆପଣମାନେ ଦେଖିପାରୁଥିବେ। ପ୍ରଥମେ ତ ମୁଁ ବସି ପଡ଼ିଥିଲି ପଢ଼ିବା ପାଇଁ, କାରଣ ସେକେଣ୍ଡ ସେମିଷ୍ଟର ଏକ୍ଜାମ୍ ଅଛି। ଆଉ ସେକେଣ୍ଡ ସେମିଷ୍ଟର ଏକ୍ଜାମ୍ ହେବ, ଆଉ ମୁଁ କ'ଣ ଫ୍ରିରେ ବସିବି, ସେଇଟା କ'ଣ ହେଇପାରିବ? ଆମେ ତ ଟପର୍ ଷ୍ଟୁଡେଣ୍ଟ ନୁହଁ କି ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ନୁହଁ, ଜଷ୍ଟ ନର୍ମାଲ୍ ଷ୍ଟୁଡେଣ୍ଟ। ଆକ୍ଚୁଆଲି ଦେଖ, ଏକ୍ଜାମ୍ ଆସୁଛି ତ ପଢ଼ିବାକୁ ତ ପଡ଼ିବ ହିଁ। ମେଣ୍ଟାଲି ଯେତେ ବି ଷ୍ଟ୍ରେସ୍ ହଉ, ତ ସେଇ ଜିନିଷ ମୋତେ ଏବେ ହିଁ ଘଟୁଛି, କାରଣ ମୁଁ ପୂର୍ବରୁ କିଛି ବି ପଢ଼ିନି। ଏପଟ ସେପଟ ହେଇକି ବହୁତ ଟାଇମ୍ ମୋର ୱେଷ୍ଟ ହେଇଛି। ତ ଯେତିକି ବି ଦିନ ଅଛି ସେତିକି ଦିନ ଭିତରେ ଟ୍ରାଏ କରିବ ସବୁ ଜିନିଷ ପଢ଼ିବା ପାଇଁ। ହୋପଫୁଲି ସବୁ ଜିନିଷ ମ୍ୟାନେଜ୍ ହେଇଯିବ, ସେଇଟା ମୋର ଆଶା। ତ ଆପଣମାନେ ଯଦି ଚ୍ୟାନେଲ୍‌ଟି ନ୍ୟୁ ଅଛନ୍ତି, ଦେନ୍ ପ୍ଲିଜ୍ ସବସ୍କ୍ରାଇବ୍ ଦ ଚ୍ୟାନେଲ୍ସ ଆଣ୍ଡ ସପୋର୍ଟ ମି। ଓକେ, ଯେଉଁ ଆପଣମାନଙ୍କର ଯାହା ବି କିଛି କ୍ୱେଶ୍ଚିନ୍ ଥିବ ଆପଣ ଏଠି ପଚାରିପାରିବେ, କିଛି ପ୍ରୋବ୍ଲେମ୍ ନାହିଁ। ତ ଏଇଟା ଯେହେତୁ ମୋର ଫାର୍ଷ୍ଟ ବ୍ଲଗ୍, ତ ଫାର୍ଷ୍ଟ ବ୍ଲଗ୍‌ରେ ଟିକେ ଏପଟ ସେପଟ ହେଇଛି, ଏଡ଼ିଟିଂରେ ହଉ କି ଭଏସ୍ ଓଭର୍‌ରେ ହଉ, ତ ସେଇ ଜିନିଷ ନିହାତି ଡେଫିନେଟଲି ସେ ଜିନିଷଟେ କିଛିଟା ଏପଟ ସେପଟ ହେଇଥିବ, ସେଇ ଜିନିଷ ପ୍ଲିଜ୍ ମୋତେ ମାଫ୍ କରିବେ। ତ ଏଇନେ ମୁଁ ପଢ଼ୁଛି MDC ପଲିଟିକାଲ୍ ସାଇନ୍ସ, ଯେଉଁଟାକି ଗୋଟେ ଇମ୍ପୋର୍ଟାନ୍ସ ଟପିକ୍। ଆଉ ସେଇଟା ମୋର ଆପଣମାନଙ୍କର MDC କ'ଣ ଅଛି? ମୁଁ ଆକ୍ଚୁଆଲି BA ପଢ଼ୁଛି। ତ ଆପଣଙ୍କର BA ଅନର୍ସ କ'ଣ? ଆଉ ଆପଣ MDC ସବଜେକ୍ଟଟା କ'ଣ ରଖିଛନ୍ତି ସେଇଟା ପ୍ଲିଜ୍ ଯେଉଁମାନେ କହିବେ। ଆଉ ମୋର ତ MDC ସବଜେକ୍ଟ ଭାଇ ପଲିଟିକାଲ୍ ସାଇନ୍ସ ଅଛି। ତ ସେଇ ପଲିଟିକାଲ୍ ସାଇନ୍ସକୁ ବର୍ତ୍ତମାନ ରିଭାଇଜ୍ କରୁଛି, କାରଣ ପ୍ଲସ୍ ଥ୍ରୀ ବେଳେ ତ ବହି ଫହି କିଛି ନଥିବ। ତ ୟୁଟ୍ୟୁବ୍ ଦୁନିଆ ଜାଗାରୁ ଅନଲାଇନ୍‌ରୁ ବହୁତ ଜିନିଷ ନୋଟ୍ ବନେଇବାକୁ ପଡ଼ିବ, ଯେଉଁଟାକି ମୁଁ ନୋଟ୍ ଆଗରୁ ଜମା ବି ଟୋଟାଲି ବନେଇନି। ତ ଯାହା ବି ଆମର କଲେଜରେ ଯାହା ପଢ଼ା ହେଉଛି, ତ ସେଇ ଜିନିଷରୁ ଯାହା ବି ବୁଝା ପଡ଼ୁଥିବ, ସେଇଟା ତ ଯେଉଁମାନେ କଲେଜ ଯାଉଛନ୍ତି, ରେଗୁଲାର ଯାଉଛନ୍ତି, ସେମାନେ ତ ଡେଫିନେଟଲି ଜାଣିଥିବେ କଲେଜରେ କ'ଣଟା ପଢ଼ା ହେଉଛି। ଆଉ ଯେଉଁମାନେ ଯାଉ ହିଁ ନଥିବେ, ସେମାନେ ବି ଜାଣିପାରୁଥିବେ କଲେଜଟା କ'ଣ ହିଁ ପଢ଼ା ହେଉଛି। ତ ସେଇଥିପାଇଁ କଲେଜ ଉପରେ ପୁରା ଡିପେଣ୍ଡ ରହିଲେ ବି ହେବନି। ନିଜର ଗୋଟେ ନିହାତି କଲେଜରୁ କିଛି ପାଠ ଆଦାୟ କରିକି ନିଜର ଗୋଟେ ନୋଟ୍ ବନେଇବାକୁ ବି ପଡ଼ିବ। କାରଣ ଯଦି ନୋଟ୍ ନ ବନେଇବ ତାହେଲେ ନିଜେ ହିଁ ହଇରାଣ ହେବ, କାରଣ ବହି ଫହି କିଛି ବି ନଥିବ ସେଇ ଟାଇମ୍‌ରେ। ଆଉ ଏଇ ଟାଇମ୍‌ରେ ଇଭିନିଂ ଟାଇମ୍ ବି ହେଇସାରିଥିଲା, କାରଣ ମୁଁ ଦ୍ୱିପହର ଟାଇମ୍‌ରେ ବି ପାଠ ପଢ଼ିବା ପାଇଁ ବସି ପଡ଼ିଥିଲି। ଆଉ ଅଲରେଡ଼ି ପାଠ ପଢ଼ିବାର 2 ଘଣ୍ଟା ହେଇଗଲାଣି ମୋତେ କମ୍ପ୍ଲିଟ୍। ତ ଏବେ ପୁଣି ଟିକେ ବ୍ରେକ୍ ନେଇ ସାରିଲା ପରେ ପୁଣି 2 ଘଣ୍ଟା ବସିଛି ପଢ଼ିବା ପାଇଁ। ଟୋଟାଲି ମୋଷ୍ଟ ଆଜି ଦିନ ଯାକ ମାତ୍ର 4 ଘଣ୍ଟା ହିଁ ପଢ଼ିଛି, କାରଣ ଏଇଟା ମୋର ଫାର୍ଷ୍ଟ ଡେ ହିଁ ଥିଲା ଅଛି। କାରଣ ମୁଁ ସପ୍ତାହେ 2 ସପ୍ତାହ ହେଲା ଜମା ବହି ଛୁଇଁନି, କାରଣ ରଜ ସେଲିବ୍ରେସନ୍ ହେଲା, ବହୁତ ଜିନିଷ ହେଲା, ତ ବହୁତ ବୁଲାବୁଲି ବି କରିଛି। ତ ସେଇଥିପାଇଁ ପାଠ ବି ଠିକ୍‌ସେ ହେଇନି, ଆପଣମାନେ ବୁଝିପାରୁଥିବେ। ଆଉ ଯେଉଁ ବୁଲାବୁଲି କଲେ କେମିତି କ'ଣ ପାଠ ଡିଷ୍ଟର୍ବାନ୍ସ ହୁଏ, କ'ଣ ସବୁ ହୁଏ, ତ ସେଇ ଜିନିଷ ଆପଣ ତ ବୁଝିପାରୁଥିବେ। ଫାର୍ଷ୍ଟ ସେମିଷ୍ଟର ଯାହା ହେଉଛି ଏମିତି କ'ଣ ମ୍ୟାନେଜ୍ କରି ପଳେଇଲା, ବଟ୍ ସେକେଣ୍ଡ ସେମିଷ୍ଟରରେ ମେ ବି ଭଲ ନ ହେଇପାରେ। ତ ଭଲ ନ ହେଇପାରେ ବୋଲି କହିବାନି, ଟ୍ରାଏ କରିବାରେ କ'ଣ ଅଛି, ଟ୍ରାଏ ତ ରିଲିଜ୍ କରିବା କଥା। ତ ବସିକି ମୋର ପୁରା ହାଲତ ଟାଇଟ୍ ହେଇଯାଇଥିଲା, ଆପଣମାନେ ଦେଖିପାରୁଥିବେ। ତ ଏଇଠି ମୁଁ ବାଲକୋନିରେ ଶୋଇପ ପକେଇ ଦେଇକି ବସି ପଡ଼ିଛି। ଆପଣ ବି ଇଭିନିଂ ଟାଇମ୍‌ରେ ଯଦି ପାଗ ଠିକ୍ ରହୁଛି, ତାହେଲେ ବାହାରେ ଟିକେ ବସିକି ପଢ଼ନ୍ତୁ, କାରଣ ଭିୟୁର ନ୍ୟାଚୁରାଲି ଆମେ ଭିୟୁର ମଜା ନେବା ଦରକାର। କାରଣ ଇଭିନିଂ ଟାଇମ୍‌ର ପବନ, ତା'ର ଭିୟୁ ମୋତେ ବହୁତ ଏନ୍ଜୟ କରେ, ତ ଏନ୍ଜୟ ଲାଗେ, ମୁଁ ଏନ୍ଜୟ କରେ ଠିକ୍‌ସେ। ତ ଆପଣମାନେ ବି ଚାହିଁଲେ ଏନ୍ଜୟ କରିପାରିବେ। ଏନ୍ଜୟ ଡେଫିନେଟଲି କରିବା କଥା। ଯେଉଁମାନେ ୱାର୍କରେ ଯାଉଛନ୍ତି ସେମାନେ ତ ବହୁତ ବଢ଼ିଆକି ଏନ୍ଜୟ କରୁଥିବେ ଇଭିନିଂ ଭିୟୁକୁ। ଆଉ ମୁଁ ତ ୱାର୍କ ଫାର୍କରେ ନେଇକି ଯାଇପାରୁନି, କାରଣ ଦେଖିପାରୁଥିବେ ପଢ଼ା ବି ଅଛି, ଆଉ ଟ୍ୟୁସନ୍ ବି ମୋତେ କରିବାକୁ ପଡ଼ୁଛି। ତ ଏବେ ତ ପଢ଼ା କଣ୍ଟିନ୍ୟୁ ଚାଲିଛି। ତାପରେ ମୁଁ ପଳେଇ ଆସିଥିଲି ରୁମ୍‌କୁ। ଆଉ ରୁମ୍‌ରେ ଆପଣ ଦେଖିପାରୁଥିବେ ମୁଁ ପୋଛା ଲଗାଉଛି। ତ ଆପଣ କହିବେ ଆପଣ କ'ଣ ପୋଛା ଲଗାଉଛନ୍ତି, ଘରେ କେହି ନାହାନ୍ତି କି? ଆକ୍ଚୁଆଲି ଏଇଟା ମୋ ରୁମ୍‌ର ମୁଁ ଲିଟୁ ପୋଛା ଲଗାଉଛି, କାରଣ ମୋ ରୁମ୍‌ର ମୋତେ ଏମିତି ମାନେ ନିଜ କମ୍ଫର୍ଟ ଅନୁସାରେ ରହିବାକୁ ମୋତେ ଭଲ ଲାଗେ। ତ ମୋ ମତରେ ଆକର୍ଡିଂ ଟୁ ମି, ଯେ ନିଜ କମ୍ଫର୍ଟ ଜୋନ୍ ଯେମିତି, ନିଜେ ସେମିତି ରହିବାକୁ ପସନ୍ଦ କରନ୍ତୁ, କାହା ଉପରେ ଡିପେଣ୍ଡ ହୁଅନ୍ତୁ ନାହିଁ। ଯଦି ଆପଣଙ୍କ ଦ୍ୱାରା ସେଇ କାମଟା ହେଇପାରୁଛି, ଦେନ୍ ପସିବିଲିଟି କରନ୍ତୁ। ଯଦି ପସିବଲ୍ ନୁହଁ, ତାହେଲେ ଡିପେଣ୍ଡ ରୁହନ୍ତୁ। ତ ମୋ ମତରେ ହେଉଛି ସେଇଆ, ମୁଁ ଏତିକି ହିଁ ମାନେ। ଆକ୍ଚୁଆଲି ମୋତେ ପୋଛା ଧୁଆଧୁଇ ଏସବୁ ଟିକେ କ'ଣ କହିଲେ, ମୋତେ ଯଦି ହେଇପାରିବ ମୁଁ କରିଦିଏ। ସେହିସବୁ ଜିନିଷରେ ମୋର କୌଣସି ଅବଜେକ୍ସନ୍ ନାହିଁ। ଏବେ ମୁଁ ପଳେଇ ଆସିଥିଲି ପଢ଼ିବା ପାଇଁ, କାରଣ ପୋଛାପୋଛି କରି ସରିଲା ମୋ ରୁମ୍‌ର। ଦେନ୍ ମୁଁ ପଳେଇ ଆସିଲି ପଢ଼ିବା ପାଇଁ, ପଢ଼ି ଦେଇଛି। ପୁଣି ବାଲକୋନିରେ ବାପସ ପଳେଇ ଆସିଛି ବାଲକୋନିକୁ, କାରଣ ଇଭିନିଂ ଟାଇମ୍‌ରେ ମୁଁ ଟିକେ ମୋଷ୍ଟଲି ପ୍ରିଫର୍ କରେ ଟିକେ ବାହାରେ ବସିକି ପଢ଼ିବା ପାଇଁ। ମୋତେ ଟିକେ ବାହାରେ ବସିକି ପଢ଼ିବା ପାଇଁ ଭଲ ଲାଗେ। ଆଉ ମେଘୁଆ ପାଗ ଟିକେ ବସିବା ପାଇଁ ବଢ଼ିଆ ଲାଗେ ମୋତେ। ତ ଆପଣମାନଙ୍କୁ ଭଲ ଲାଗେ ନାହିଁ ମୋତେ ନିହାତି ଜଣାଇବେ। ଏଠି ମୁଁ ରାଇଟିଂ ପ୍ରାକ୍ଟିସ୍ କରୁଛି। ରାଇଟିଂ କ'ଣ ପ୍ରାକ୍ଟିସ୍ କରୁଛି ମୁଁ ସେଇଟା କହିଦେଉଛି। ମେମୋରାଇଜ୍ ପ୍ରାକ୍ଟିସ୍ ବା ଆକ୍ଟିଭ୍ ରିକଲ୍ ଟେକ୍ନିକ୍। ତ ସେଇଟା ମୁଁ ଆପ୍ଲାଏ କରୁଛି। ଏବେ ଜଷ୍ଟ ଆପ୍ଲାଏ କରିବା ଷ୍ଟାର୍ଟ କରିଛି। ମୁଁ ବହୁତ ଟ୍ରେଣ୍ଡରେ ବି ସେଇଟା ଚାଲିଛି, ବହୁତ ଷ୍ଟଡି ଟ୍ରିକ୍‌ଟା। ତ ସେଇଟା ମୁଁ ମୋ ଲାଇଫ୍‌ରେ ବି ଆଡ଼୍ କରି ଯାଇଛି। ତ
ତ ଆପଣମାନଙ୍କୁ ଆଜିର ଭିଡ଼ିଓଟା କେମିତି ଲାଗିଲା, ଏଇଟା ମୋର ଫାର୍ଷ୍ଟ ଭିଡ଼ିଓ ଥିଲା। ଆଉ କେମିତି କ'ଣ ଲାଗିଲା କମେଣ୍ଟ ଯଦି ଦେଇପାରିବେ ଦିଅନ୍ତୁ, ନହେଲେ ସବସ୍କ୍ରାଇବ୍ କରିବେ, ଯଦି ଭଲ ଲାଗିଲା ଲାଇକ୍ ଟିକେ କରିଦେବେ ଭିଡ଼ିଓକୁ। ମୁଁ ବସ୍ ଏତିକି ହିଁ ଚାହୁଁଛି। ଜୟ ଜଗନ୍ନାଥ। ଭଗବାନଙ୍କ କୃପାରୁ ଆପଣ ସମସ୍ତେ ଭଲରେ ଥାଆନ୍ତୁ। ପଢ଼ାପଢ଼ି ଜୋସ୍ରେ ଚାଲୁଥାଉ, ଜୋରଦାରରେ ଚାଲୁଥାଉ। ଏକ୍ଜାମ୍ ଆପଣଙ୍କର ବହୁତ ଭଲ ଯାଉ। ତ ବାଏ ବାଏ, ଟେକ୍ କେୟାର, ଲଭ୍ ୟୁ ଅଲ୍। ତ ଆପଣମାନେ ସବୁ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣ ସବୁ ବହୁତ ଭଲରେ ଥିବେ। ଓକେ, ବାଏ ବାଏ।